ଗୋଟିଏ ବୋଲି ପୁଅ ଥିଲା, ଆଗକୁ ପଛକୁ କେହି ନାହିଁ। ଗେରସ୍ତ ତ ହାତ ଛାଡ଼ି କେବେଠୁ ଚାଲି ଯାଇଥିଲେ। ଇଏ ଗୋଟିଏ ବୋଲି ପିଲା ଥିଲା ତାଙ୍କ ଭବିଷ୍ୟତ। କେତେ କଷ୍ଟରେ ପାଳିଥିଲା ମା। ହେଲେ ସବୁକିଛି ଶେଷ ହୋଇଗଲା ମାତ୍ର ଗୋଟିଏ ମୁହୂର୍ତ୍ତରେ। ଦୈବର ନିଷ୍ଠୁର ହାତ ତାକୁ ବି ଅକାଳରେ ଟାଣିନେଲା। କି ରୋଗ ହେଲା କେଜାଣି, ଯେତେ ପଥି ଦେଲେ ବି କମିଲା ନାହିଁ। ଶେଷରେ ଡାକ୍ତରଖାନାକୁ ନେଉ ନେଉ ବାଟରେ ଚାଲିଗଲା ପୁଅର ଜୀବନ। ଆଉ ପୁଅର ଅକାଳ ମୃତ୍ୟୁ ଖବର ଶୁଣି ମା ମରୁଆ ବି ବସିବା ଜାଗାରେ ହିଁ ଟଳି ପଡ଼ିଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ଗାଁରେ। ପୁଅ ଦାମୋଦରକୁ ବୟସ ହୋଇଥିଲା ମାତ୍ର 39 ବର୍ଷ। ମୂଲ ମଜୁରୀ କରି ମା ପୁଅ ସୁଖରେ ଚଳୁଥିଲେ। ହେଲେ ଏହି ଗରିବ ପରିବାରଟିର ଏତିକି ସୁଖ ବି ଦୈବ ସହିପାରିଲା ନାହିଁ। ରୋଗଟା କୋଉଠି ଥିଲା କେଜାଣି ଦାମୋଦରକୁ ମାଡ଼ି ବସିଲା। ଯାହା କିଛି ଧାର ଉଧାର କରି ପୁଅକୁ ଡାକ୍ତର ଦେଖାଉଥିଲା ମା, ହେଲେ ରୋଗ ଛାଡ଼ିଲା ନାହିଁ। ଶେଷରେ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ପୁଅ ଦାମୋଦରକୁ କେନ୍ଦୁଝରରୁ ବଡ଼ ମେଡିକାଲ ନେବା ବାଟରେ ହିଁ ତାର ମୃତ୍ୟୁ ହୋଇଗଲା। ହେଲେ ଦୁଃଖ ଏତିକିରେ ସରିଲା ନାହିଁ। ଘରେ ପୁଅର ଶବ ପହଞ୍ଚିବା ବେଳକୁ ସାରା ଗାଁରେ ଶୋକାକୁଳ ପରିବେଶ। ଏପଟେ ସଂସ୍କାର ପରେ ତୁଠରେ ଗାଧୋଇବାକୁ କୁଟୁମ୍ବ ଲୋକେ ଡକାହକା ହୋଇ ଗଲାବେଳକୁ କାନ୍ଦି କାନ୍ଦି ମା ମରୁଆ ବେହୋସ ହୋଇ ପଡ଼ି ରହିଥିଲେ। ସମସ୍ତେ ତାଙ୍କୁ ଗାଧୋଇବା ପାଇଁ ଡାକିବା ବେଳକୁ ସେ କିନ୍ତୁ ଆଉ ନଥିଲେ। ସେଇଠି ହିଁ ତାଙ୍କ ଜୀବନ ଚାଲି ଯାଇଥିଲା। ଏହା ଦେଖି ପରିବାର ଲୋକେ ଅବାକ ହୋଇଯାଇଥିଲେ। କେହି କିଛି ବୁଝିବା ଆଗରୁ ମାତ୍ର କେଇ ମୁହୂର୍ତ୍ତ ଭିତରେ ଚାଲି ଯାଇଥିଲା ଦୁଇଟି ଜୀବନ। ଏ ଘଟଣା ପୁରା ଗାଁକୁ ସ୍ତବ୍ଧ କରିଦେଇଛି। ଲୋକମାନେ କୁହାକୁହି ହେଉଛନ୍ତି, ପୁଅଟା ଛଡ଼ା ମା ମରୁଆର ବା ଆଉ କିଏ ଥିଲା? ପୁଅଟାକୁ ମୁରୁଛି ଏକା ଏକା କେମିତି ରହିଥାନ୍ତା ଯେ ସହିପାରିଲାନି। ସେଇଥିପାଇଁ ପୁଅ ପଛେ ପଛେ ଚାଲିଗଲା ଆରପାରିକୁ। ଏ ଘଟଣା ସାରା ଗ୍ରାମବାସୀଙ୍କ ଆଖିକୁ ଭିଜେଇ ଦେଇଛି। କେନ୍ଦୁଝରରୁ ଜିତେନ୍ଦ୍ର ପଟ୍ଟନାୟକଙ୍କ ରିପୋର୍ଟ, କନକ ଡିଜିଟାଲ।